ଗୋମାତା ଆମର ଜଣେ ସାଧାରଣ ପଶୁ ନୁହନ୍ତି, ବରଞ୍ଚ ସେ ଆମର ଦେବୀ ମାଙ୍କ ସଙ୍ଗେ ସମାନ। ତାଙ୍କର ପାଦ ଯିଏ ସ୍ପର୍ଶ କରେ ପ୍ରତିଦିନ, ସେ ତିନୋଟି ଗୁଣ ତାଙ୍କ ଭିତରେ ପରିପୂର୍ଣ୍ଣ ଥାଏ। ପ୍ରଥମତଃ ସେ ଲକ୍ଷ୍ମୀ ତାଙ୍କୁ ପ୍ରସନ୍ନ ସବୁବେଳେ ହୁଅନ୍ତି। ଦ୍ୱିତୀୟତଃ ସେ ଧନଧାନ୍ୟରେ ସବୁବେଳେ ତାଙ୍କର ଘର ପରିପୂର୍ଣ୍ଣ ରହିଥାଏ। ଆଉ ତୃତୀୟରେ ତାଙ୍କର ଆୟୁଷ ସବୁବେଳେ ବଢ଼ିଥାଏ। ଗୋମାତା ଜଣେ ସାଧାରଣ ପଶୁ ନୁହେଁ, ପ୍ରତିଦିନ ତାଙ୍କ ପାଦ ସ୍ପର୍ଶ କରିବା ପ୍ରକୃତରେ ମାନବର ଧର୍ମ। ଗୋମାତାକୁ ପୂଜା କରିବା, ସେବା କରିବା ହେଉଛି ପ୍ରକୃତ ଧର୍ମର କାର୍ଯ୍ୟ, ଯାହାକି ଦେବାଦେବୀଙ୍କୁ ଲକ୍ଷେ ପୂଜା କରିବା ସହିତ ସମାନ ହୋଇଥାଏ। ତେଣୁ ଏ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଗୋଟେ ଲାଇକ୍ କରିବେ।